ओम शांति। আজি आमे एक बहुत इंटरेस्टिंग आध्यात्मिक प्रसंग उपरे कथा हेबा। एटा हेउछि 29/7/2025 तारिखर मुरली। हाँ, ओम शांति। ଆଜିର ମୁରଲୀର ବିଷୟ ବହୁତ ଗଭୀର ଅଛି। ମୁଁ ଦେଖୁଥିଲେ ଏହାର ମୂଳ କଥା ହେଲା ଆମେ ପ୍ରକୃତରେ କାହାକୁ ସଜଉଛେ, ଏଇ ଶରୀରକୁ ନା ଆତ୍ମାକୁ। ଆଉ ସେଇ ଜ୍ଞାନଚକ୍ଷୁ କଥା ବି ଅଛି। ହଁ, ଆରମ୍ଭରେ ହିଁ ବାବା କେତେ ସୁନ୍ଦର କଥା କହିଛନ୍ତି, ମିଠେ ବଚ୍ଚେ ଇସ୍ ଶରୀର କା ମୂଲ୍ୟ ସେତେବେଳେ ଅଛି ଯେତେବେଳେ ଏଥିରେ ଆତ୍ମା ପ୍ରବେଶ କରେ। ହଁ, ଆଗକୁ କହିଛନ୍ତି କିନ୍ତୁ ସଜାवट ଶରୀରର ହୁଏ, ଆତ୍ମାର ନୁହେଁ। ବାଃ, ଏଟା ଟିକେ ଭାବିବା କଥା। ନିଶ୍ଚିତ ଭାବରେ ଦେଖନ୍ତୁ, ଏ ପ୍ରବଚନର ମୂଳ ଉଦ୍ଦେଶ୍ୟ ହେଲା ଆମକୁ ଆଧ୍ୟାତ୍ମିକ ବାଟରେ ନେବା, ଆମ ନିଜ ସ୍ୱରୂପକୁ ଚିହ୍ନିବା, ଆଉ ପରମ ପିତା ମାନେ ଶିବ ବାବାଙ୍କ ସହ ଆମ ସମ୍ବନ୍ଧ କ'ଣ ସେଇଟା ବୁଝେଇବା। ଆଉ ଲକ୍ଷ୍ୟଟା ବି ତ ବହୁତ ବଡ଼, ସାଧାରଣ ମଣିଷରୁ ଦେବତା ହେବା, ମାନେ ନାରୀରୁ ଲକ୍ଷ୍ମୀ, ନରରୁ ନାରାୟଣ, ଏମିତି ପରିବର୍ତ୍ତନ। ଏକଦମ। ଆଉ ଏ ପରିବର୍ତ୍ତନ ପାଇଁ ମୁଖ୍ୟ ଜିନିଷ ହେଲା ଜ୍ଞାନର ତୃତୀୟ ନେତ୍ର। ଆଚ୍ଛା, ଏଇ ତୃତୀୟ ନେତ୍ର, ଏଟା କ'ଣ ଆମର ଏଇ ଦୁଇଟା ଆଖି ଭଳି ନା କିଛି ଅଲଗା? ନା ନା, ଏଇଟା ସେମିତି ଆଖି ନୁହେଁ। ଏଇଟା ହେଲା ମାନେ ଗୋଟେ ଅନ୍ତର୍ଦୃଷ୍ଟି, ଇନସାଇଟ୍, ଯାହା ପରମାତ୍ମାଙ୍କ ଜ୍ଞାନରୁ ମିଳେ। ଓହୋ, ଜ୍ଞାନରୁ ମିଳେ। ଏହାର କାମ କ'ଣ? ଏହାର କାମ ହେଲା ଆମ ଭିତରର ଆଧ୍ୟାତ୍ମିକ ଅଜ୍ଞାନତା, ଯୋଉ ଅନ୍ଧକାର ଅଛି, ତାକୁ ଦୂର କରିବା। ସେଇ ଯେମିତି ଗୀତରେ ଅଛି ନା, ନୟନହୀନ କୋ ରାହ ଦିଖାଓ। ହଁ ହଁ, ସେଇ ଗୀତଟା। ତ ଏଠି ସେଇ ଆଧ୍ୟାତ୍ମିକ ଅନ୍ଧପଣ କଥା କୁହାଯାଉଛି। ଆଉ ଏଇ ଜ୍ଞାନଚକ୍ଷୁ ସେଟାକୁ ହଟେଇ ଦିଏ। ଏହାଦ୍ୱାରା ଆମେ ଦେହ ଭାବରୁ ବାହାରି ଆତ୍ମା ଭାବରେ ଆସିପାରୁ, ମାନେ ଦେହ ଅଭିମାନୀରୁ ଦେହୀ ଅଭିମାନୀ। ଦେହୀ ଅଭିମାନୀ ହେବା ମାନେ ନିଜକୁ ଶରୀର ନୁହେଁ ଆତ୍ମା ବୋଲି ଭାବିବା, ଏଇଟା ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି? କାରଣ ଦେଖନ୍ତୁ, ଏହି ମୁରଲୀ ଅନୁସାରେ ଆମର ଅସଲ ସତ୍ତା ହେଉଛି ଆତ୍ମା, ଗୋଟେ ଅବିନାଶୀ ସୂକ୍ଷ୍ମ ଜ୍ୟୋତିବିନ୍ଦୁ। ବିନ୍ଦୁ? ହଁ, ବିନ୍ଦୁ ସ୍ୱରୂପ। ଶରୀରଟା ତ ଖାଲି ଗୋଟେ ପୋଷାକ ଫଡ଼ି, ଆଜି ଅଛି କାଲି ନାହିଁ, ଅସ୍ଥାୟୀ। ବୁଝିଲି। ସେଇଥିପାଇଁ ତ ଏଠି ଶରୀରକୁ ୱର୍ଥ ନଟ୍ ଏ ପେନି କୁହାଯାଇଛି, ମାନେ କିଛି ଦାମ ନାହିଁ। ଆତ୍ମାର ଅନନ୍ତ ମୂଲ୍ୟ ଆଗରେ ଏ ଶରୀରର କିଛି ମୂଲ୍ୟ ନାହିଁ, ଏମିତି। ଏକଦମ ସେଇଆ। ଯେତେବେଳେ ଆମେ ଏ କଥା ବୁଝିଯିବା, ସେତେବେଳେ ଦେହର ଆକର୍ଷଣରୁ, ମୋହରୁ ବାହାରି ଆସିବା ସହଜ ହେବା। ଆଚ୍ଛା, ତେବେ ଏଇ ଜ୍ଞାନକୁ ନେଇ କେବଳ ମାନେ ନିଜ ଭିତରେ ରଖିଲେ ହେବ ନା ଏହାକୁ କିଛି କାମରେ ଲଗେଇବାର ଅଛି? ନାଇଁ ନାଇଁ, ନିଶ୍ଚୟ କାମରେ ଲଗେଇବାର ଅଛି। ମୁଖ୍ୟ କାମ ହେଲା ଭାରତର ଆଧ୍ୟାତ୍ମିକ ସେବା, ରୁହାନୀ ସେବା। ରୁହାନୀ ସେବା ମାନେ? ମାନେ ଏଇ ଜ୍ଞାନକୁ ଅନ୍ୟମାନଙ୍କ ପାଖରେ ପହଞ୍ଚେଇବା, ସେମାନଙ୍କୁ ବି ନିଜ ସ୍ୱରୂପ ଚିହ୍ନେଇବା, ସେମାନଙ୍କୁ ବି ବଦଳିବାରେ ସାହାଯ୍ୟ କରିବା। ଓହୋ। ଆଉ ଏଠି ଗୋଟେ ବହୁତ ସୁନ୍ଦର କଥା କୁହାଯାଇଛି, ଏକ ଫୁଲର ବଗିଚା ତିଆରି କରିବା, ସତ୍ୟଯୁଗ। ଫୁଲର ବଗିଚା, କେତେ ସୁନ୍ଦର କଳ୍ପନା। ହଁ, ଆଉ ସେ ବଗିଚାରେ ଆମେ ସମସ୍ତେ ହେଲେ ମାଳି, ନିଜ ନିଜ କାମ କରୁଥିବା ମାଳି, ଆଉ ପରମପିତା ହେଲେ ମୁଖ୍ୟ ମାଳିକ, ମାନେ ବାଗୱାନ। ଏଇଟା ଗୋଟେ ମିଳିତ କାମ ଭଳି ଲାଗୁଛି। ହଁ, ସାମୂହିକ ପ୍ରୟାସ। କିନ୍ତୁ ଏ ବଗିଚା ତିଆରି କରିବା ବାଟରେ ନିଶ୍ଚୟ କିଛି ଅସୁବିଧା ବି ଆସୁଥିବ। କିଛି ବାଧାବିଘ୍ନର କଥା କୁହାଯାଇଛି କି? ହଁ, ସ୍ପଷ୍ଟ ଭାବରେ କୁହାଯାଇଛି। ମୁଖ୍ୟ ବାଧା ହେଉଛି ମୋହ ଆଉ ମାୟା। ମାୟା? ହଁ। ଆଉ ଏଠି ମାୟାକୁ ଗୋଟେ ବିଲେଇ ସାଙ୍ଗରେ ତୁଳନା କରାଯାଇଛି। ବଡ଼ ମଜାଦାର ଉଦାହରଣ। ବିଲେଇ? କେମିତି? ଦେଖନ୍ତୁ, ଯେମିତି ବିଲେଇ ଚୁପଚାପ ଆସି କ୍ଷୀର ପିଇଯାଏ କିମ୍ବା ଦୀପ ଲିଭେଇ ଦିଏ, ଆମେ ଜାଣିପାରୁନୁ। ହଁ ହଁ। ସେମିତି ମାୟା ମାନେ ଆମର ନକାରାତ୍ମକ ଭାବନା, ଖରାପ ସଂକଳ୍ପ ଅଜାଣତରେ ଆସି ଆମର ଆଧ୍ୟାତ୍ମିକ ଏକାଗ୍ରତାକୁ ଭାଙ୍ଗି ଦେଇପାରେ। ଓହୋ, ଏଇ କଥା। ତାହେଲେ ସତର୍କ ରହିବାକୁ ପଡ଼ିବ। ଏକଦମ। ସେଇଥିପାଇଁ କୁହାଯାଇଛି, ଯେଉଁମାନଙ୍କୁ ଏ ଜ୍ଞାନଚକ୍ଷୁ ମିଳିଛି, ସେମାନଙ୍କର ବୁଦ୍ଧି ଆଉ ଚାଲିଚଳନ ବହୁତ ରିଫାଇଣ୍ଡ ହେବା ଦରକାର। ରିଫାଇଣ୍ଡ ମାନେ ପରିଷ୍କୃତ, ଶୁଦ୍ଧ ଆଉ ସୂକ୍ଷ୍ମ। ହଁ, ବିଲକୁଲ। ଆଉ ଏଥିପାଇଁ କ'ଣ କରିବାକୁ ହେବ? ପିତାଙ୍କ ମନେ ପକାଇବାକୁ ହେବ, ମନମନା ଭାବ। ନିରନ୍ତର ସ୍ମରଣ। ହଁ, ଆଉ ନିଜ ନିଜ ଚେଷ୍ଟା ଅନୁସାରେ ଆଗକୁ ବଢ଼ିବାକୁ ହେବ। ସମସ୍ତେ ତ ଏକା ସ୍ତରରେ ନଥିବେ। ସେଇଟା ହେଲା ନମ୍ବର 1। ଆଚ୍ଛା, ନମ୍ବର 1। ଆଉ ଗୋଟେ ଶବ୍ଦ ମୁଁ ଦେଖିଲି, ନିଜକୁ ଯୋଗ୍ୟ କରିବା କଥା, ୱର୍ଥ ପାଉଣ୍ଡ ହେବାକୁ କୁହାଯାଇଛି। ଏହାର ମାନେ କ'ଣ? ହଁ, ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଦେଖନ୍ତୁ, ଗୋଟେ ପଟେ ଶରୀରକୁ ୱର୍ଥ ନଟ୍ ଏ ପେନି କହିଲେ, ମାନେ କିଛି ମୂଲ୍ୟ ନାହିଁ। ହୁଁ। ଆଉ ଅନ୍ୟପଟେ ଆତ୍ମାକୁ ଜ୍ଞାନ ଆଉ ଯୋଗ ଦ୍ୱାରା ଏତେ ଶ୍ରେଷ୍ଠ,
ଏତେ ମୂଲ୍ୟବାନ କରିବାକୁ ହେବ ଯେ ସେଇଟା ୱର୍ଥ ପାଉଣ୍ଡ ହୋଇଯିବ। ପାଉଣ୍ଡର ମୂଲ୍ୟ ପେନିଠୁ ବହୁତ ଅଧିକ ନା। ହଁ, ବହୁତ ବେଶୀ। ତ ଏଇଟା ଆତ୍ମାର ଆଧ୍ୟାତ୍ମିକ ଯୋଗ୍ୟତା ଆଉ ମୂଲ୍ୟକୁ ଦେଖାଉଛି। ଏକଦମ। ଆଉ ଏହି ଯୋଉ ଦିବ୍ୟସ୍ଥିତି ମିଳିବ, ତାର ଗୋଟେ ଭିତରେ ଭିତରେ ଖୁସି, ଗୋଟେ ନିଶା ରହିବା କଥା, ଆଧ୍ୟାତ୍ମିକ ନିଶା। ଆଉ ଏହାର ସବୁଠୁ ଭଲ ଉଦାହରଣ ସବୁଠୁ ଭଲ ଉଦାହରଣ ହେଲେ ସମ୍ପୂର୍ଣ୍ଣ ନିର୍ବିକାରୀ ଲକ୍ଷ୍ମୀ ନାରାୟଣ। ଆଚ୍ଛା, ତେବେ ଏ ପୁରା ଆଲୋଚନାରୁ ମୁଖ୍ୟ କଥା କ'ଣ ବାହାରିଲା, ଯାହାକୁ ଆମେ ନିଜ ଜୀବନରେ ଧାରଣ କରିବା କଥା? ଧାରଣା ପାଇଁ ମୁଖ୍ୟ ସାର କ'ଣ? ଦେଖନ୍ତୁ, ମୁଖ୍ୟ ସାର ହେଲା ଦୁଇଟି କଥା। ପ୍ରଥମତଃ, ଜ୍ଞାନ ଆଉ ସ୍ମରଣ ଦ୍ୱାରା ନିଜ ଆତ୍ମାକୁ ଶୁଦ୍ଧ କରିବା, ମୂଲ୍ୟବାନ କରିବା, ୱର୍ଥ ପାଉଣ୍ଡ କରିବା। ଆଉ ଦ୍ୱିତୀୟରେ ସେଇ ଦିବ୍ୟ ଗୁଣର ଆନନ୍ଦରେ, ସେଇ ନିଶାରେ ରହିବା। ଆଉ ସବୁ ଦେହର ବନ୍ଧନରୁ ମୁକ୍ତ ହୋଇ ନିଃସ୍ୱାର୍ଥ ଭାବରେ ସେବା କରିବା। ଏଇଟା ହିଁ ନିଜକୁ ଯୋଗ୍ୟ କରିବାର ପ୍ରକ୍ରିୟା। ବହୁତ ବଢ଼ିଆ ଭାବେ ବୁଝେଇଲେ। ଏମିତି ଶେଷ ଆଡ଼କୁ କିଛି ବିଶେଷ ବରଦାନ କିମ୍ବା ସ୍ଲୋଗାନ ବି ଦିଆଯାଇଛି କି ମୁରଲୀରେ? ହଁ, ଅଛି। ଶେଷରେ ଗୋଟେ ବରଦାନ ଅଛି, ଆଉ ଗୋଟେ ସ୍ଲୋଗାନ। କ'ଣ ସେ ବରଦାନ? ବରଦାନଟି ହେଉଛି ନିଜର ସର୍ବ ଖଜାଣାକୁ ଅନ୍ୟ ଆତ୍ମାଙ୍କ ସେବାରେ ଲଗାଇ ସହଯୋଗୀ ହେବା ଦ୍ୱାରା ସହଯୋଗୀ ହୋଇଯିବ। ମାନେ ଯେତେ ସେବା କରିବେ, ସେତେ ସହଜରେ ଈଶ୍ୱରୀୟ ସାହାଯ୍ୟ ମିଳିବ। ବାଃ, ସେବା ଦ୍ୱାରା ସହଜ ଯୋଗ। ଆଉ ସ୍ଲୋଗାନଟି? ସ୍ଲୋଗାନଟି ହେଲା ଅସୀମ ବୈରାଗ୍ୟ ଦ୍ୱାରା ଆକର୍ଷଣର ସବୁ ସଂସ୍କାର ସହଜର ସମାପ୍ତ ହୋଇଯିବ। ମାନେ ଯଦି ମନରେ ପୁରା ନିର୍ଲିପ୍ତତା, ବୈରାଗ୍ୟ ଥାଏ, ତାହେଲେ କୌଣସି ଜିନିଷ ଆଉ ଆକର୍ଷିତ କରିପାରିବ ନାହିଁ। ବହୁତ ଗଭୀର କଥା। ବୈରାଗ୍ୟ ହିଁ ମୁକ୍ତିର ଚାବିକାଠି। ହଁ, ଆଉ ଏହି ଆଲୋଚନା ଶେଷରେ ଆମ ଶ୍ରୋତାମାନଙ୍କ ପାଇଁ ଗୋଟେ ଚିନ୍ତା କରିବା ଭଳି ପ୍ରଶ୍ନ ରହୁଛି, ଯାହା ଅବ୍ୟକ୍ତ ଇସାରାରୁ ଆସିଛି। କ'ଣ ସେ ପ୍ରଶ୍ନ? ପ୍ରଶ୍ନଟି ହେଲା, ସଂକଳ୍ପ ଶକ୍ତି ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହେବା ପାଇଁ ଏହି ପାଠ କିପରି ପ୍ରେରଣା ଦିଏ ଏବଂ ଦୈନନ୍ଦିନ ଜୀବନରେ ମନକୁ ସର୍ବଦା ଶ୍ରେଷ୍ଠ ଓ ସମର୍ଥ ସଂକଳ୍ପରେ ବ୍ୟସ୍ତ ରଖିବାର ପ୍ରକୃତ ଅର୍ଥ କ'ଣ ହୋଇପାରେ, ଏହା ଉପରେ ସମସ୍ତେ ନିଶ୍ଚୟ ଚିନ୍ତନ ମନନ କରିବେ। ନିଶ୍ଚୟ। ବହୁତ ସୁନ୍ଦର ଆଲୋଚନା ହେଲା। ଓମ୍ ଶାନ୍ତି। ଓମ୍ ଶାନ୍ତି।